ଚୂଡ଼ାକୁଟି ସେବା ସମବାୟ ସମିତି ଠାରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଚୂଡ଼ାକୁଟିଠାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମଣ୍ଡି ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଗତ ଡିସେମ୍ବର 26ରୁ ଧାନ କିଣା ଆରମ୍ଭ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିରୀକୃତ ହୋଇଥିଲେ ବି ଅଦିନିଆ ବର୍ଷା ଯୋଗୁଁ ଏହାକୁ ଜାନୁଆରୀ 5 ତାରିଖକୁ ପରିବର୍ଦ୍ଧିତ କରାଯାଇଛି। ଚୂଡ଼ାକୁଟି ମଣ୍ଡିରୁ ଧାନ କିଣା ଆରମ୍ଭ କରାଯିବା ପାଇଁ କଣ୍ଟା ପୂଜା କରାଯାଇଥିଲା। ଚୂଡ଼ାକୁଟି ସେବା ସମବାୟ ସମିତିର ସମ୍ପାଦକ ଅରୁଣ କୁମାର ପାତ୍ରଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ ସରଳ କୁମାର ଦୋର, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଧାମନଗର ବିଡିଓ ବନବିହାରୀ ଦିଣ୍ଡା, ତହସିଲଦାର ଦୀପକ କୁମାର ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଅଧିକାରୀ ଶଶିଭୂଷଣ ମହାପାତ୍ର ଏବଂ ଜନପ୍ରତିନିଧି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ଚୂଡ଼ାକୁଟି ସରପଞ୍ଚ କସ୍ତୁରୀ ବିଶ୍ୱାଳ, ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ଼, ଚୂଡ଼ାକୁଟି ସେବା ସମବାୟ ସଭାପତି ଭାରତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଏଫ୍ଏକ୍ୟୁ ମାନର ସର୍ତ୍ତାବଳୀ ଅନୁଯାୟୀ ସଠିକ୍ ମାନର ଧାନ ଆଣି ମଣ୍ଡିରେ ବିକ୍ରୟ କରି ଅଧିକ ଲାଭବାନ ହୁଅନ୍ତୁ ବୋଲି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି। ସଠିକ୍ ମାନର ଧାନ କିଣା ଯିବା ପାଇଁ ସରକାର ପ୍ରସ୍ତୁତି ସରିଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ତ୍ରିସ୍ତରୀୟ ତାଲିମ ପ୍ରଦାନ କରାଯାଇଛି। ମଣ୍ଡିଗୁଡ଼ିକୁ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ଉଦ୍ଘାଟନୀ ସମାରୋହରେ ଜିଲ୍ଲା ମିଶନ ଶକ୍ତି ତରଫରୁ ମଧ୍ୟ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଦରରେ ଧାନ କିଣା ବ୍ୟବସ୍ଥା ସମ୍ବନ୍ଧରେ ଚାଷୀମାନଙ୍କ ସଚେତନା ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚୂଡ଼ାକୁଟି ମଣ୍ଡିରେ ଧାମନଗର ରାଧାବଲ୍ଲଭପୁରଠାରେ ଲୋକକଳା ପାଲା ଓ ଭଦ୍ରକ ବ୍ଲକର ଓଲଙ୍ଗ କାଉପୁରଠାରେ ଏକତାରା ବାଦ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସହକାରୀ ଯୋଗାଣ ଅଧିକାରୀ ଶରତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କୀୟ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଡିବିସି ମିଶନ ଶକ୍ତି ଅଭିକ ନାରାୟଣ, ଇ ପ୍ରଶାସନ ପରିଚାଳକ ବିଜୟ ନନ୍ଦ କର ପ୍ରମୁଖ ଉଦ୍ଘାଟନୀ ସମାରୋହ ଆୟୋଜନରେ ଆନୁଷଙ୍ଗିକ ସହଯୋଗ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧବକାରୀ, କର୍ମଚାରୀ, ଚାଷୀ ଭାଇ ଓ ଭଉଣୀ, ସ୍ଥାନୀୟ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ସମୂହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ଥାନୀୟ ପିଲାମାନଙ୍କ ଦ୍ୱାରା ସଙ୍ଗୀତ, ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ମଣ୍ଡି ଉଦ୍ଘାଟନ କରାଯାଇଥିଲା। ଭଦ୍ରକ ବ୍ଲକର କାଉଁପୁରଠାରେ ବ୍ଲକସ୍ତରୀୟ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଦେଖନ୍ତୁ, ଆଜି ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ କ୍ରୟ କରିବାର ଆଜି ଉଦ୍ଘାଟନ ଦିବସ। ଆଜି ଚୂଡ଼ାକୁଟି ସମବାୟ ସମିତି ଆନୁକୂଲ୍ୟରେ ଆଜି କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଛି। ଆମେ ସମସ୍ତେ ଜାଣିଛନ୍ତି ଆଜି ଚାଷୀଙ୍କ ପାଇଁ ଏକ ବିଶେଷ ଦିନ, କାରଣ ଖୁସିର ଦିବସ। କାରଣ ଦୀର୍ଘ 6 ମାସ 7 ମାସର ଯେଉଁ ହାଡ଼ଭଙ୍ଗା ଏବଂ କଠିନ ଝାଳବୁହା ପରିଶ୍ରମରେ ତାର ଯେଉଁ ଉତ୍ପାଦିତ ଫସଲଟିକୁ ସେ ଆଜି ବଜାରରେ ଆଣି 2 ପଇସା ରୋଜଗାର କରିପାରିବ ଏବଂ ଏ ଖୁସି ଦୁଇଗୁଣ ହେଉଛି। କାରଣ ପ୍ରଥମ ଥର ଚାଷୀକୁ ତାର ଉପଯୁକ୍ତ ମୂଲ୍ୟ ମଧ୍ୟ ପ୍ରାପ୍ତି ହେଉଛି। ଯେଉଁ କଥା ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଚାଷୀକୁ 3100 ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ପାଇଁ, ତାହାକୁ ମଧ୍ୟ ଚଳିତ ବର୍ଷ ସରକାର ଆସୁ ଆସୁ 6 ମାସ ମଧ୍ୟରେ ତାକୁ କାର୍ଯ୍ୟକାରୀ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ, ଭଦ୍ରକବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି। ଧନ୍ୟବାଦ। ସାର୍ କ'ଣ କହିବେ ଆଜି ଆମ ଭଦ୍ରକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ କ୍ରୟର ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଏଥିରେ ମାନ୍ୟବର ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ବିଭାଗର ମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦାନ କରିବାର ଥିଲା, କାରଣ ସେ ସମ୍ବଲପୁର ଏବଂ ଝାରସୁଗୁଡ଼ା ସରକାରୀ ଗସ୍ତରେ ଅଛନ୍ତି। କିନ୍ତୁ କେତୋଟି ଟେକ୍ନିକାଲ ରିଜନ୍ସ ଯୋଗୁଁ ସେ ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିଲେ ନାହିଁ। ତାଙ୍କର ଏଠି ପ୍ରତିନିଧି ତାଙ୍କ ତରଫରୁ ଅଶୋକ ପୁହାଣ ଯୋଗଦାନ କରିଥିଲେ। ତେଣୁ ମୁଖ୍ୟ ଅତିଥି ହିସାବରେ ଆଜି ଭଦ୍ରକର ମାନ୍ୟବର ସାଂସଦ, ଭଦ୍ରକର ମାନ୍ୟବର ବିଧାୟକ, ଆମର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏଠାରେ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଛନ୍ତି। ମୁଁ ଆପଣମାନଙ୍କ ଚ୍ୟାନେଲ ଜରିଆରେ ସମସ୍ତ ଭଦ୍ରକ ଜିଲ୍ଲାର ସମସ୍ତ
ଚାଷୀ ଭାଇ ଭଉଣୀମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜ୍ଞାପନ କରୁଛି, ନବବର୍ଷର ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଆଶା କରୁଛି ଯେ ଏ ଧାନ କ୍ରୟ ପ୍ରକ୍ରିୟାଟା ସୁରୁଖୁରୁରେ ହେବ ଏବଂ ସମସ୍ତଙ୍କର ସହଯୋଗ ରହିଲେ ନିଶ୍ଚିତ ଭାବରେ ଆମେ ଏ କାର୍ଯ୍ୟଟିକୁ ସୁସଂଗଠିତ ଭାବରେ ସମ୍ପାଦିତ କରିପାରିବା। ଧନ୍ୟବାଦ।